ନମସ୍କାର ଓ ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନଙ୍କୁ ଉତ୍କଳ ତନ୍ତ୍ରଶାସ୍ତ୍ର ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆଜି ଆମେ ଆଲୋଚନା କରିବା ସିଦ୍ଧ ପରଶୁରାମ କତୁରୀ ମନ୍ତ୍ର ବିଷୟରେ। ତାହେଲେ ଦର୍ଶକ ବନ୍ଧୁ, କତୁରୀ ମନ୍ତ୍ର ତ ଆପଣ ବହୁତ ପ୍ରକାର ଜାଣିଛନ୍ତି। ଆମର ଯେଉଁ ଓଡ଼ିଶାର ଯେଉଁ ଶାବର ତନ୍ତ୍ର ଅଛି, ଏ ଶାବର ତନ୍ତ୍ରରେ ଖାଲି ତନ୍ତ୍ର କାଟ କରିବା ପାଇଁକା କତୁରୀ ମନ୍ତ୍ରର ବ୍ୟବହାର କରାଯାଏ, ଏଇଟା ସମସ୍ତେ ଜାଣନ୍ତି। ତାହେଲେ ଏ ଯେଉଁ କତୁରୀ ମନ୍ତ୍ରଟା ମାନେ କ'ଣ ହେଉଛି କାଟପାଣି ମନ୍ତ୍ର କି? କାଟପାଣି ମନ୍ତ୍ର ହେଉଛି ସ୍ୱତନ୍ତ୍ର ଅଲଗା, କତୁରୀ ମନ୍ତ୍ର ହେଉଛି ସ୍ୱତନ୍ତ୍ର ଅଲଗା। କତୁରୀ ମନ୍ତ୍ର ଆମର ତନ୍ତ୍ର ମନ୍ତ୍ରକୁ କାଟ କରିବା ପାଇଁକା କତୁରୀ ମନ୍ତ୍ର ବ୍ୟବହାର କରାଯାଏ ବା କତୁରୀ ମନ୍ତ୍ର ଲଗାଯାଏ। ତାହେଲେ କାଟପାଣି ମନ୍ତ୍ର ଅଲଗା ଅଛି, ସ୍ୱତନ୍ତ୍ର ଭାବରେ କାଟପାଣି ବିଦ୍ୟା ଅଲଗା, କାଟପାଣି ପୋଥି ଅଲଗା। ତାହେଲେ କାଟପାଣିର ସ୍ୱତନ୍ତ୍ର ଭାବରେ ମନ୍ତ୍ର ଅଛି। ଯଦି କାଟପାଣିର ସ୍ୱତନ୍ତ୍ର ଭାବରେ ମନ୍ତ୍ର ଅଛି, ତାହେଲେ କତୁରୀ ମନ୍ତ୍ର କ'ଣ ପାଇଁ ବ୍ୟବହାର କରାଯାଏ? ଦେଖନ୍ତୁ, କତୁରୀ ମନ୍ତ୍ରରେ ମଧ୍ୟ କାଟପାଣି ହୋଇପାରିବ। କତୁରୀ ମନ୍ତ୍ରରେ ମଧ୍ୟ ଆପଣ ଲୁଣ ମନ୍ତ୍ରାଇ ପାରିବେ। କତୁରୀ ମନ୍ତ୍ରରେ ମଧ୍ୟ ଆପଣ ଝାଡ଼ି ପାରିବେ, ଫୁଙ୍କି ପାରିବେ। କତୁରୀ ମନ୍ତ୍ରରେ ଆପଣ ସବୁକିଛି କରିପାରିବେ। କିନ୍ତୁ ଆପଣମାନେ ଯାହା କରନ୍ତୁ ନା କାହିଁକି, ଯେକୌଣସି ଜିନିଷ ସିଦ୍ଧ କରନ୍ତୁ ନା କାହିଁକି, ସବୁ ଜିନିଷକୁ ସାଧନା କରିବାର ଆବଶ୍ୟକ ଅଛି। କିନ୍ତୁ କତୁରୀ ମନ୍ତ୍ରକୁ କୌଣସି ରୂପରେ ସାଧନା କରାଯାଏ ନା। କିନ୍ତୁ ମନରେ ସ୍ୱଚ୍ଛ ଭାବରେ ଶୁଦ୍ଧପୂତ ହୋଇ ନୀତି ନିୟମ ରଖି ଇଷ୍ଟଦେବଙ୍କ ଉପରେ ଆପଣ ଯେଉଁ ଭଗବାନଙ୍କୁ ପୂଜା କରୁଛନ୍ତି ଭରସା ବିଶ୍ୱାସ ରଖି ଆପଣ ଯେକୌଣସି ମନ୍ତ୍ର ଆରମ୍ଭ କରିବେ, ଆପଣଙ୍କର ସବୁ ମନ୍ତ୍ର ଆପଣଙ୍କର କାମ ଦେବ। କିନ୍ତୁ ଆଜି ମୁଁ ଯେଉଁ କତୁରୀ ମନ୍ତ୍ରଟି ଦେଉଛି, ଏଟା ହେଉଛି ଆମର ଓଡ଼ିଶାର ନାଗା ସାଧୁମାନେ ଅଛନ୍ତି, ଯେଉଁ ନାଗା ସାଧୁମାନଙ୍କ ଦ୍ୱାରା ଏଟା ପ୍ରଣୀତ ଇଏ କତୁରୀ ମନ୍ତ୍ର, ବୁଝିପାରିଲ କି? ତାହେଲେ ଆମର ଏ ଯେଉଁ କତୁରୀ, ଇଏ ହେଉଛି ଭାରି ଉଗ୍ର କତୁରୀ। କତୁରୀ ଭିତରେ ବି ଉଗ୍ର ଅଛି। ଆଚ୍ଛା, ପରଶୁରାମ ସିଏ ବହୁତ ଉଗ୍ର ଥିଲେ। ସିଏ କ'ଣ ମାନେ ପୃଥିବୀରେ କ୍ଷତ୍ରିୟକୁ ନିକ୍ଷେତ୍ରୀ କରିଥିଲେ। 21 ବାର କ୍ଷତ୍ରିୟ କୂଳକୁ ନିକ୍ଷେତ୍ରୀ କରିଥିଲେ। ତାଙ୍କର ଯେଉଁ ପରଶୁରାମ ସେ କ'ଣ କରିଥିଲେ ନା, ସେ ବହୁତ ଉଗ୍ର ଥିଲେ। ସେ ତାଙ୍କ ମାଆଙ୍କର ମୁଣ୍ଡ ମଧ୍ୟ ହାଣିଥିଲେ, କାହିଁକିନା ସେ ସତ୍ୟ ରକ୍ଷା କରିଥିଲେ ତାଙ୍କ ବାପାଙ୍କ ପାଖରେ। ଯାହା ହଉ ନା କାହିଁକି, ଆମେ ତ ସେ ବିଷୟରେ ଆଲୋଚନା କରିବା ପାଇଁ ସମୟ ନାହିଁ। ଅଳ୍ପ ବହୁତ ସମସ୍ତେ ଜାଣିଥିବେ, କିନ୍ତୁ ମୁଁ ଏତିକି କହିଦେବା ପାଇଁ ଚାହୁଁଛି ଯେ ପରଶୁରାମ କତୁରୀଟା ହେଉଛି ବହୁତ ଉଗ୍ର ମନ୍ତ୍ର। ତାହେଲେ ଆପଣମାନେ ଦେଖନ୍ତୁ, ଗୋଟେ ଜିନିଷ ଲକ୍ଷ୍ୟ କରିବ, ତୁମର ଇଏ ଯେଉଁ ଜିନିଷଟାକୁ ବ୍ୟବହାର କରୁଛ, ଇଏ ଯେଉଁ ଜିନିଷକୁ ବ୍ୟବହାର କରିବା ପାଇଁ ପଡ଼ିବ, ଆପଣଙ୍କର 3ଟା ତୁଳସୀ ପତ୍ର ଆଣିବ। 3ଟା ତୁଳସୀ ପତ୍ର ଆଣି ସାରିଲା ପରେ ଗୋଟାଏ ଢାଳରେ ପାଣି ଆଣିବା ପାଇଁ ପଡ଼ିବ। ଶୁଦ୍ଧପୂତ ହୋଇ ପାଣି ଆଣିବା ପାଇଁ ପଡ଼ିବ। କିନ୍ତୁ ପଛକୁ ବୋଲି ଅନେଇବ ନାହିଁ କଦା କସୁନି କାଳେ। ଯଦି ବି କିଏ ଜଣେ ଡାକିଦେଲା, ତା ସହିତ ବି କଥାବାର୍ତ୍ତା ହେବନି ବୋଲି ବିରୋଧ କରାଯାଇଛି। ରୁଦ୍ର ଜାମଳମ୍ ଗୌରୀ ତନ୍ତ୍ରରେ ଶାସ୍ତ୍ରରେ ଏଇଟା ବିରୋଧ କରାଯାଇଛି। ପଛକୁ ବୁଲିକି ଯଦି ଅନେଇବ, ତାହେଲେ ସେ ପାଣି ଆଣିଥିବାର ତୁମର କିଛି ଫଳ ପାଇବନି। ଆଉ କ'ଣ, ସେ ପାଣିଟାକୁ ତଳେ ଥୋଇବନି। ମୁଁ ଏଇଟା ବାରମ୍ବାର କହୁଛି, ତଳେ ଥୋଇବନି। କାହା ଉପରେ ଥୋଇବ? 2ଟା କୁଟା ମାପି ଦେଇଥିବ, 12 ଆଙ୍ଗୁଳିର କୁଟା 2ଟା ମାପି ଦେଇଥିବ। ଖଣ୍ଡିଏ କୁଟା ତଳେ ପକାଇଥିବ, ଆଉ ଖଣ୍ଡେ କୁଟା ହାତରେ ଧରିଥିବ। ନହେଲେ ଛୁରୀ, ଦା, କତା, ଯାହାଦ୍ୱାରା ତୁମେ ଯେଉଁମାନଙ୍କ ପାଖରେ କୁଟା ନାହିଁ, ଛଣ ନାହିଁ, ବିଦେଶରେ ବାହାରେ ରହୁଛନ୍ତି, ତାଙ୍କର କ'ଣ ଧାନ ଅମଳ ହେଉଛି ନା ଚାଷ ହେଉଛି। 12 ଆଙ୍ଗୁଳି କୁଶ ଦ୍ୱାରା ଯେଉଁ ମଧ୍ୟ ମନ୍ତ୍ରାଇ ପାରିବ। ଯେଉଁମାନେ ବ୍ରାହ୍ମଣ ଅଛନ୍ତି ସେମାନେ ବିଷ୍ଟର କରିକି, ବିଷ୍ଟର 25ଟା କୁଶରେ ଗୋଟିଏ ବିଷ୍ଟର ହୁଏ, ତେଣୁ ବିଷ୍ଟର ଦ୍ୱାରା ମଧ୍ୟ ମନ୍ତ୍ରାଇ ପାରିବେ। ଆଉ କ'ଣ, ଆପଣଙ୍କର ମୁଁ କହିଲି ପରା, ଯେ ସବୁ ଅଛନ୍ତି ଦୂରରେ, ସେମାନେ ତାଙ୍କ ଛୁରୀରେ, ତାଙ୍କ ଦା ମାଧ୍ୟମରେ ମନ୍ତ୍ରାଇ ପାରିବେ। ଦର୍ଶକ ବନ୍ଧୁ, ଆପଣମାନେ ଆମ ଚ୍ୟାନେଲ୍ ସହିତ ଜଡ଼ିତ ଭାବରେ ରୁହନ୍ତୁ। ଚ୍ୟାନେଲ୍ଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଆଗକୁ ଆମର ସବୁ ସାଧନାର ଭିଡ଼ିଓ ଆସିବ। ଦର୍ଶକ ବନ୍ଧୁ, କିନ୍ତୁ ଯାହା ହଉ, ତାରିଣୀ ସାଧନା, ସାରଳା ସାଧନା, ହିଙ୍ଗୁଳା ସାଧନା, ମଙ୍ଗଳା ସାଧନା, ରାମଚଣ୍ଡୀ ସାଧନା, ଏସବୁ ଭିଡ଼ିଓ ସବୁ ପରେ ଅଳ୍ପ ଦିନ ଭିତରେ ଆସିବା ପାଇଁ ଯାଉଛି। ଆଜି ପବିତ୍ର ରବିନାରାୟଣ ବ୍ରତ 2026ର ଶୁଭକାମନା ଜଣାଉଛି। ଦର୍ଶକ ବନ୍ଧୁ, ଆମର 17 ଫେବୃଆରୀ 2026ରେ ଆଉ ମଙ୍ଗଳବାର ଦିନ, ଇଏ 2ଟା ଦିନ କ'ଣ ହେବ ନା, ଆମର ସ୍ୱତନ୍ତ୍ର ତିଥି ନକ୍ଷତ୍ର ରହୁଛି। ଏ ଦିନମାନଙ୍କରେ ଆପଣ କ'ଣ କରିପାରିବେ ନା, ମନ୍ତ୍ର ଜପ କରିପାରିବେ। ମନ୍ତ୍ର ଜପର ସାଧନାଟା କରିପାରିବେ। ତାହେଲେ ଦର୍ଶକ ବନ୍ଧୁ, ଆପଣଙ୍କୁ ମୁଁ କହି ରଖିବା ପାଇଁ ଚାହୁଁଛି କି, ଯେକୌଣସି ଲୋକକୁ ଭୂତ ପ୍ରେତ ଡାହାଣୀ ଚିରୁକୁଣି ଯୋଗିନୀ ଲାଗିଥାନ୍ତୁ ନା କାହିଁକି, ବାଣ ପେଷଣ ହେଇଥାଉ ନା କାହିଁକି, ଆପଣ ଏ କତୁରୀ ମନ୍ତ୍ରକୁ ବ୍ୟବହାର କରିପାରିବେ। ଜଣେ ଭାଇ ଏଇ କତୁରୀ ମନ୍ତ୍ରଟି ମାଗିଥିଲେ, ତେଣୁ ତାଙ୍କରି ପାଇଁ ମୁଁ ଏ କତୁରୀ ମନ୍ତ୍ରଟି ଦେଉଛି। ମୁଁ ତ ଆଗରୁ ବିଭିନ୍ନ ପ୍ରକାର କତୁରୀ ମନ୍ତ୍ର ଦେଇଛି, ପରଶୁରାମ କତୁରୀ ବି ଦେଇଛି। ଆଜି ବି ଆଉ ଥରେ ମୁଁ ଅଲଗା ଟାଇପ୍ର ପରଶୁରାମ କତୁରୀ ଦେଉଛି। ସେ ମନ୍ତ୍ରଟା ଅଲଗା ଥିଲା, ଏ ମନ୍ତ୍ର ହେଉଛି ସମ୍ପୂର୍ଣ୍ଣ ରୂପରେ ଅଲଗା।
ତାହେଲେ ଦର୍ଶକ ବନ୍ଧୁ, ଆପଣମାନେ ଯେକୌଣସି ଜିନିଷ ଗୁଡ଼ା ପ୍ରୟୋଗ କରୁଛ ସ୍ୱଚ୍ଛ ମନରେ କର, ସ୍ୱଚ୍ଛ ମନୋବୃତ୍ତିରେ କର, ଭକ୍ତିରେ କର, ଭରସାରେ କର, ବିଶ୍ୱାସରେ କର। ଯଦି ଭକ୍ତି ନାହିଁ, ଭରସା ନାହିଁ, ବିଶ୍ୱାସ ନାହିଁ, କିଛି ଫଳ ପାଇବନି। ଏଗୁଡ଼ା ସବୁ ବେକାରଟାରେ ତୁମର ବେକାର ପଳେଇବ, ମୂଲ୍ୟହୀନରେ ପଳେଇବ। ତାହେଲେ ମୁଁ କହୁଥିଲି ସେ ଯେଉଁ 3ଟା ତୁଳସୀ ପତ୍ର ରଖିଥିବ, ଏଟା ତୁମ ଢାଳରେ ସେ ଯେଉଁ ହଳଦୀ ପାଣି ସହିତ ଢାଳରେ ପକାଇଦେବ। ପକାଇ ତୁମର ମନ୍ତ୍ର କରିବ। ସେମ୍ ପ୍ରୋସେସ୍ ଥରେ ପଢ଼ି 3 ଥର ଫୁଙ୍କିବ, 7 ଥର ପଢ଼ି 21 ଥର ଫୁଙ୍କିବ। ଫୁଙ୍କି ସାରିଲା ପରେ ରୋଗୀକି ପିଇବା ପାଇଁ ଦେବ। ଆଉ ଅବଶିଷ୍ଟ ପାଣିଟା ରୋଗୀ ମୁଣ୍ଡରେ ଢାଳି ଦେବ। ବୁଝିପାରିଲ? ଏଟା ହେଉଛି କତୁରୀର ପ୍ରୋସେସ୍। ଆଉ କତୁରୀ ମନ୍ତ୍ରରେ ମଧ୍ୟ ଝାଡ଼ନ ବିଦ୍ୟା କରିପାରିବ, ଝଡ଼ା ଫୁଙ୍କା କରିପାରିବ। ଏଟା ହେଲା ନିଃସନ୍ଦେହ କଥା। କତୁରୀ ମନ୍ତ୍ରଟା ଆମ ଓଡ଼ିଶାର ଶାବର ମନ୍ତ୍ର ବହୁତ ଫେମସ୍। ବହୁତ ପ୍ରକାର କତୁରୀ ଅଛି, କିନ୍ତୁ ଏ ପରଶୁରାମ କତୁରୀଟା ବହୁତ ଉଗ୍ର କତୁରୀ। ତାହେଲେ ଦର୍ଶକ ବନ୍ଧୁ, ଗୋଟା କଥା ହେଉଛି କ'ଣ, ଯେକୌଣସି ବିଦ୍ୟା କର ଆପଣ କୌଣସି ନା କୌଣସି ଦେବୀଙ୍କି ଗୋଟେ ସାଧନା କରିବା ପାଇଁ ପଡ଼ିବ। କୌଣସି ନା କୌଣସି ଦେବୀଙ୍କର ଭକ୍ତ ହୋଇଥିବା ପାଇଁ ପଡ଼ିବ। ଦେବୀ ହୁଅନ୍ତୁ, ଦେବତା ହୁଅନ୍ତୁ, ତାଙ୍କୁ ଧରିକି ତାଙ୍କୁ ଆଗରେ ରଖିକି ତୁମେ କରିବ। ଆଉ ସେମିତି ମନକୁ ମନ ଇଏ କରିଦେଲେ ହେବନି। ଆଉ ଯେଉଁମାନେ ଡାଇରେକ୍ଟ ଫୋନ୍ କରିଦେଇ ମନ୍ତ୍ର ମାଗି ଦେଉଛ, ସେମିତି ମନ୍ତ୍ର କାହାକୁ ଦିଆହେଇନି। ମୋର ସବୁ ଶାବର ମନ୍ତ୍ର ଗୁଡ଼ାକ, ତାନ୍ତ୍ରିକ ମନ୍ତ୍ର ବି ଅଛି, ପୌରାଣିକ ଅଛି, ବୈଦିକ ଅଛି, କିନ୍ତୁ ଏଇଟା ଗୁରୁ ମନ୍ତ୍ର ଗୁଡ଼ାକ। ଗୁରୁ ଦୀକ୍ଷା ନହେଲେ ସେ ମନ୍ତ୍ର ସବୁ ବାହାରେ ବ୍ୟକ୍ତ କରାଯିବନି। ଏଇଟା ଗୁରୁ ଶିଷ୍ୟ ପରମ୍ପରାରେ ଅଛି। ମୁଁ ଏଇଟା ଭଲ ଭାବରେ କହିଦେଉଛି। ତେଣୁ ଚ୍ୟାନେଲରେ କ'ଣ ଭିଡ଼ିଓ ପଡ଼ିଛି, କେଉଁ ଭିଡ଼ିଓ ପଡ଼ିଛି, ଚ୍ୟାନେଲକୁ ତନ ତନ କରି ଦେଖନ୍ତୁ। ଆପଣଙ୍କର ଯେକୌଣସି ଜିନିଷ ଦରକାର ଥିବ, ଯଦି ଚ୍ୟାନେଲରେ ପଡ଼ିଥିବ ପାଇଯିବେ। ଆପଣ ଫୋନ୍ କରିଦେଉଛନ୍ତି ଆମର ଅମକ ଦରକାର, ସମକ ଦରକାର, ଦେଖିଲା ବେଳକୁ ଚ୍ୟାନେଲରେ ସେ ଭିଡ଼ିଓ ଅଲରେଡ଼ି ପଡ଼ିଛି। ତୁମେ ତାହେଲେ ଚ୍ୟାନେଲକୁ ଦେଖୁନା ସଠିକ୍ ଭାବରେ, ନ ଦେଖିକିନି ଫୋନ୍ କରିଦେଉଛ ଚ୍ୟାନେଲରେ ଯେଉଁ ଜିନିଷ ପଡ଼ିଥିବ। ତେଣୁ ବାରମ୍ବାର ସେଇଟା ଫୋନ୍ କଲେ କହିଲେ କିନ୍ତୁ ସେଇଟା ବିରକ୍ତ ଲାଗିବ। ଆଉ ଯେଉଁମାନେ ବାରମ୍ବାର କମେଣ୍ଟ କରୁଥିଲ, ମେସେଜ୍ କରୁଥିଲ, ନା କି ଗୁରୁଜୀ ଆଉ ଆପଣଙ୍କ ନମ୍ବର ନାହିଁ, ନମ୍ବର ଟିକେ ଦିଅନ୍ତୁ। ଦେଖନ୍ତୁ ଚ୍ୟାନେଲରେ ବ୍ୟାନରରେ ନମ୍ବର ଦିଆଯାଇଛି, ଶୋ କରୁଥିବ, କିନ୍ତୁ ଆପଣମାନେ ତ ଜାଣିପାରୁନାହାନ୍ତି। ଯେଉଁମାନେ ଜାଣିପାରୁନାହାନ୍ତି, ନମ୍ବର ବାହାର କରିପାରୁନାହାନ୍ତି, ମୁଁ ସେମାନଙ୍କ ପାଇଁ ଆଜି ଚ୍ୟାନେଲରେ ଯେଉଁ ଭିଡ଼ିଓ ପକାଇଲି, ଏ ଭିଡ଼ିଓରେ ମୁଁ ନମ୍ବର ଦେଇଦେଇଛି। ଆପଣମାନେ ଏଇ ଯେଉଁ ନମ୍ବର ଦେଖାଯାଉଛି, ଏଇଟା ଯୋଗାଯୋଗ କଲେ ଆପଣ ଆମ ସହିତ କଥା ହେଇଯିବେ। ବୁଝିଲେ କି? ତାହେଲେ ଦର୍ଶକ ବନ୍ଧୁ, କହୁଥିଲି ପରଶୁରାମ କତୁରୀ ବିଷୟରେ। ସ୍ୱଚ୍ଛ ମନୋବୃତ୍ତିରେ କରିବା ପାଇଁ ପଡ଼ିବ। ଯେକୌଣସି ଠାକୁରଙ୍କୁ ଆପଣ ରଖିଥିବେ, ସେ ଦେବତାଙ୍କୁ ସୁମରଣା ପ୍ରଥମେ କରିବ। କରିକି ମନ୍ତ୍ରଟିକି ଆତ୍ମା ଭିତରେ ସୁମରଣା କରିବା ପାଇଁ ପଡ଼ିବ। ଆଉ ଜୋର ଚିଲେଇକି ଯଦି ମନ୍ତ୍ର ସୁମରଣା କରିବ, ଯଦି କିଏ ଶୁଣିଲା ତୁମ ମନ୍ତ୍ର କାମ କରିବ। ଏସବୁ ମନ୍ତ୍ର ଯେମିତି ବୈଦିକ କର୍ମକାଣ୍ଡରେ ହେଉଛି, ବ୍ରାହ୍ମଣମାନେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ବା ତୁମେ କରୁଛ, ସେ କଥା ଅଲଗା। କିନ୍ତୁ ଏଗୁଡ଼ା ସବୁ ଶାବର ମନ୍ତ୍ରଟା, ଏଗୁଡ଼ା ଗୁପ୍ତରେ ସବୁ ମନ ଭିତରେ କରିବା ପାଇଁ ପଡ଼ିବ। ଆଉ ତୁମେ ଯଦି ଚିଲେଇକିନି କରିବ, ସେଇଟା କଥା ନୁହଁ। ମନ୍ତ୍ରଟି ଉଚ୍ଚ ସ୍ୱରରେ ଉଚ୍ଚାରଣ କରିବା କଥା ନୁହେଁ ଏସବୁ ମନ୍ତ୍ର। ତାହେଲେ ଇଏ ଯେଉଁ କତୁରୀ ମନ୍ତ୍ରଟି ମୁଁ ଆପଣଙ୍କୁ କହିଦେଉଛି। ମୁଁ ପୁରା ଧୀରେ ଧୀରେ କହୁଛି, ଆପଣମାନେ ମନେ ରଖନ୍ତୁ ଆଉ ଲେଖିକି ରଖନ୍ତୁ। ଓମ୍ କତୁରୀ ତ କତୁରୀ, ପରଶୁରାମ କତୁରୀ, ତୁ କତୁରୀ ଥିଲୁ କାହିଁ, ମୁଁ ଥିଲି ଗଙ୍ଗା ଗୟା ବାରାଣସୀରେ ଯାଇ। ଗୁରୁପଦ ପଡ଼ିଲା ଅଇଲୁ ଧାଇଁ, ଅଇଲୁ ବାବୁ ଭଲ କଲୁ। କାଟେ କାଟେ ବୋଲି ଭୂତ କାଟେ, ପ୍ରେତ କାଟେ, ଡାହାଣୀ କାଟେ, ଚିରୁକୁଣି କାଟେ, 64 ଯୋଗିନୀ କାଟେ, 90 କୋଟି କାନ୍ତାନୀ କାଟେ, 64 ବାଣ କାଟେ, 32 କୋଟି ସିଙ୍ଗାର କାଟେ, ଛେଦ କାଟେ, ଭେଦ କାଟେ, ଭେଟଣା କାଟେ, ସୁକୁମଦଙ୍ଗା କାଟେ, ଭୋରଭଦ୍ର ମଶାଣୀ କାଟେ, ଚଣ୍ଡୀ କାଟେ, ଚାମୁଣ୍ଡା କାଟେ, ନାଉମୋଡ଼ା କାଟେ, ଗଛ ବନ୍ଧାକୁ କୁଜ୍ଞାନ କାଟେ, ତଳ ପିହାଣ କାଟେ, ଉପର ପିହାଣ କାଟେ, ଦୁଧରଣ କାଟେ, ଗ୍ରାମ ଦେବତୀକି ଛାଡ଼ି ଆଉ ସବୁ କାଟେ। କାଟେ କାଟେ ବୋଲି କାହାର ଆଜ୍ଞା, ଅଷ୍ଟ ଲୋକପାଳ ଧର୍ମ ଦେବତାଙ୍କର କୋଟି କୋଟି ଆଜ୍ଞା। ମା କାଉଁରୀ କାମାକ୍ଷା ଚଣ୍ଡୀର କୋଟି କୋଟି ଆଜ୍ଞା। ନିତେଇ ମା ଧୋବଣୀର କୋଟି କୋଟି ଆଜ୍ଞା। ମା ସମଲେଶ୍ୱରୀଙ୍କର କୋଟି କୋଟି ଆଜ୍ଞା। ମା ବୁଢ଼ୀ ଠାକୁରାଣୀଙ୍କର କୋଟି କୋଟି ଆଜ୍ଞା। କାହାର ଆଜ୍ଞା? ଈଶ୍ୱର ପାର୍ବତୀଙ୍କର ପଡ଼ିଲା କୋଟି କୋଟି ଆଜ୍ଞା। ଏଥକୁ ଯେବେ ଡରୁ, ଈଶ୍ୱରଙ୍କୁ ମାରି ପାର୍ବତୀକି ହରଣ କରୁ। ମନ୍ତ୍ରଟି ହେଉଛି ଏତିକି, ବୁଝିଲେ କି? ତେଣୁ ଏଇ ମନ୍ତ୍ରକୁ ଆପଣ ଭଲସେ ଶୁଣିବା ପାଇଁ ପଡ଼ିବ। ଖାତାରେ ଟିପି ରଖନ୍ତୁ। ମୁଁ ଡାଇରେକ୍ଟ କହିଦେଲି ମନ୍ତ୍ରଟି, ଚ୍ୟାନେଲରେ ମୁଁ ଦେଇନି, ମୁଁ ଡାଇରେକ୍ଟ କହିଦେଲି। ମୋ ଠାରୁ ଶୁଣନ୍ତୁ, ବୁଝିଲେ କି? କହିବି ଯେତେ ଜଣ ଶୁଣିବ ମୋ ପାଟିରୁ, ସେତେ ଜଣ ତୁମେ ମନ୍ତ୍ର କାମ କରିବ। ତୁମର ମନ୍ତ୍ର ଦ୍ୱାରା କାମ କରିବ। ଯେହେତୁ ମୋ ପାଟିରୁ ଶୁଣିଛ, ମୁଁ ମନ୍ତ୍ରଟି ସ୍ୱଚ୍ଛ ଭାବରେ କହିଲି, ତେଣୁ ସେଇଟା କାମ କରିବ। ଲେଖିକି ଦେଲେ
କାମ କରିବନି ଏ ମନ୍ତ୍ର, ବୁଝିପାରିଲେ। ସେଇପାଇଁ ସ୍ୱଚ୍ଛରେ କହିଲି ଦର୍ଶକ ବନ୍ଧୁ, ରହିଲି। ଜୟ ଜଗନ୍ନାଥ, ନମସ୍କାର। ଆପଣମାନଙ୍କର ସମସ୍ତଙ୍କର ମଙ୍ଗଳ ହଉ। ଚ୍ୟାନେଲଟିକୁ ଲାଇକ୍